ପାଶ୍ଚାତ୍ୟ ଦେଶବାସୀଙ୍କ ତୁଳନାରେ ଭାରତୀୟମାନେ ଅତି କମ୍ରେ ଏକ ଦଶନ୍ଧି ପୂର୍ବରୁ ମଧୁମେହ ଏବଂ ଏହାର ଜଟିଳତାରେ ଆକ୍ରାନ୍ତ ହୋଇଥାନ୍ତି। ମଧୁମେହର ବିଭିନ୍ନ ଦିଗ ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ସୋସିଆଲ ମିଡ଼ିଆ ଦ୍ୱାରା ସମାଜରେ ପ୍ରସାରିତ ପ୍ରଚଳିତ ମିଥ୍ୟାକୁ ଦୂର କରିବା ପାଇଁ ଆଜି ବ୍ରହ୍ମପୁର ସ୍ଥିତ ସ୍ୱାସ୍ଥ୍ୟ ସଦନ ଆନୁକୂଲ୍ୟରେ ହିଲ୍ ପାଟଣା ବ୍ରହ୍ମପୁରର ସଂସ୍କୃତି ଭବନରେ ସାଧାରଣ ଲୋକଙ୍କ ପାଇଁ ମଧୁମେହ ପଞ୍ଚାୟତର ତୃତୀୟ ସଂସ୍କରଣ ଏକ ସଚେତନତା ଏବଂ ଭିତ୍ତିକ ପ୍ରଶ୍ନ ଉତ୍ତର ଅଧିବେଶନ ଆୟୋଜନ କରାଯାଇଛି। ଡାକ୍ତର ସୁନୀଲ କୁମାର କୋଟା ପରାମର୍ଶଦାତା, ଏଣ୍ଡୋକ୍ରାଇନୋଲୋଜିଷ୍ଟ ଏବଂ ମଧୁମେହ ସୁପର ସ୍ପେଶାଲିଷ୍ଟ ଏହି ଅଧିବେଶନର ମୁଖ୍ୟ ଉପସ୍ଥାପକ ଥିଲେ, ଯେଉଁଠାରେ ଗଞ୍ଜାମର ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ ପଣ୍ଡାଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। MKCG ମେଡିକାଲ କଲେଜର ପ୍ରଶାସକ ସଂଗ୍ରାମ ପଣ୍ଡା, ରୋଲାଣ୍ଡ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷା ଜାମ୍ବୁଲା ଜୟଲକ୍ଷ୍ମୀ, ବରିଷ୍ଠ ଚିକିତ୍ସକ ଡକ୍ଟର ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲର ସାଧାରଣ ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଉମାଶଙ୍କର ମିଶ୍ର ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରୋଲାଣ୍ଡ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶିକା ଡକ୍ଟର ସ୍ମୃତି ଜାମୁଲା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଏବଂ ଆତିଥ୍ୟମାନଙ୍କୁ ସମ୍ମାନିତ ଦର୍ଶକଙ୍କ ସହ ପରିଚୟ କରାଇଥିଲେ। ଡାକ୍ତର ବିଜୟ ପଣ୍ଡା ମଧୁମେହ ଏବଂ ଅନ୍ୟାନ୍ୟ ଅଣସଂକ୍ରାମକ ରୋଗ ବୃଦ୍ଧି ସମ୍ପର୍କରେ ଚିନ୍ତା ପ୍ରକାଶ କରି ପ୍ରତିରୋଧକ ରଣନୀତି ଭାବରେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଥିଲେ। ସଂଗ୍ରାମ ପଣ୍ଡା ଉତ୍ତମ ଚିକିତ୍ସା ଏବଂ ଜଟିଳତାକୁ ଏଡ଼ାଇବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ମଧୁମେହକୁ ବାଛିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ। ଜାମ୍ବୁଲା ଜୟଲକ୍ଷ୍ମୀ ଏହି ସତ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ଯେ ଜୀବନଶୈଳୀ ବ୍ୟାଧିରୁ କେହି ମୁକ୍ତ ନୁହନ୍ତି ଏବଂ ସମସ୍ତେ ଏଥିପ୍ରତି ସତର୍କ ରହିବା ଉଚିତ। ଡାକ୍ତର PC ପାତ୍ର ଏବଂ ଡାକ୍ତର ଉମାଶଙ୍କର ମିଶ୍ର ମଧୁମେହ ରୋଗୀଙ୍କ ସହ ସେମାନଙ୍କର ବିସ୍ତୃତ ଅଭିଜ୍ଞତା ଦର୍ଶକମାନଙ୍କଠାରେ ବ୍ୟକ୍ତ କରିଥିଲେ। ସମସ୍ତ ଗଣମାନ୍ୟ ବ୍ୟକ୍ତି ଡାକ୍ତର ସୁନୀଲ କୋଟାଙ୍କୁ ମଧୁମେହ ବିଷୟରେ ଜନସାଧାରଣଙ୍କୁ ଶିକ୍ଷା ଦେବାରେ, ବିଶେଷ କରି ମିଥ୍ୟାକୁ ଦୂର କରିବାରେ ତାଙ୍କର ଅନନ୍ତ ଏବଂ ମହାନ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ। ଉଦ୍ଘାଟନୀ ଉତ୍ସବ ପରେ 12 ଜଣିଆ ଡାକ୍ତରଙ୍କ ଏକ ବିଶେଷଜ୍ଞ ପ୍ୟାନେଲ ମଞ୍ଚାସୀନ ହୋଇଥିଲେ। ସାଧାରଣ ଲୋକଙ୍କ ସହିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ୟାନେଲରେ ମଧୁମେହ ଏବଂ ଏହାର ଆନୁଷଙ୍ଗିକ ବିଶେଷଜ୍ଞ ସମେତ ଏଣ୍ଡୋକ୍ରିନୋଲୋଜିଷ୍ଟ ଡାକ୍ତର ସୁନୀଲ କୋଟା, ଭେଷଜ ବିଶେଷଜ୍ଞ ଯଥା ଡାକ୍ତର ପ୍ରକାଶ ଚନ୍ଦ୍ର ପାତ୍ର, ଡାକ୍ତର ଉମାଶଙ୍କର ମିଶ୍ର, ଡାକ୍ତର ନିହାର ରଞ୍ଜନ ସାହୁ, ଡାକ୍ତର ଜିତେନ୍ଦ୍ର ପାଣିଗ୍ରାହୀ, ନ୍ୟୁରୋଲୋଜିଷ୍ଟ ଡାକ୍ତର ଆନନ୍ଦ ଶାସ୍ତ୍ରୀ, ହୃଦରୋଗ ବିଶେଷଜ୍ଞ ଡାକ୍ତର ବଦ୍ରି ଦଣ୍ଡପାଣି, ଚକ୍ଷୁ ବିଶେଷଜ୍ଞ ଡାକ୍ତର ପ୍ରବୀଣ ସୁବୁଧି, ମନସ୍ତାତ୍ତ୍ୱିକ ଡାକ୍ତର ଟିକିନା ବେହେରା, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଗୋପାଳ ଚନ୍ଦ୍ର ପାତ୍ର, ଦନ୍ତ ଚିକିତ୍ସକ ଡାକ୍ତର ବିଭୁକେଶ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଆପୋଲୋ ହସ୍ପିଟାଲ ଭୁବନେଶ୍ୱର 2 ଜଣ ବିଶେଷଜ୍ଞ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯଥା ଡକ୍ଟର ସତ୍ୟଜିତ ସାହୁ, ହୃଦରୋଗ ସର୍ଜନ ଏବଂ ଡକ୍ଟର ଜୟପ୍ରକାଶ ପାଣି, ସ୍ତ୍ରୀ ଏବଂ ରୋବୋଟିକ୍ ସର୍ଜରୀ ରୋଗ ବିଶେଷଜ୍ଞ। ବିଭିନ୍ନ କ୍ଷେତ୍ରରୁ ସର୍ବମୋଟ 250ରୁ ଅଧିକ ଲୋକ ଏହି ଅଧିବେଶନରେ ଯୋଗ ଦେଇଥିଲେ ଏବଂ ବିଶେଷଜ୍ଞ ଡାକ୍ତରଙ୍କ ପ୍ୟାନେଲ ସହିତ 2.5 ଘଣ୍ଟାରୁ ଅଧିକ ସମୟ ଧରି ମଧୁମେହର ବିଭିନ୍ନ ଦିଗ ଉପରେ ସେମାନଙ୍କର ପ୍ରଶ୍ନର ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଲାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ତରଫରୁ ଡକ୍ଟର ଗୁଣମଣି ଜେନା, ଡକ୍ଟର ସନତ ପାତ୍ର, ଦିଲ୍ଲୀ ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲର ପ୍ରିନ୍ସିପାଲ BN ପଟ୍ଟନାୟକ, କ୍ରାନ୍ତିର ଦେବାନନ୍ଦ ଦାସ, ରୋଲାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍ସେସ୍ ତରଫରୁ ଡକ୍ଟର BV ରବିକୁମାର ଏବଂ ଡକ୍ଟର ନିରଞ୍ଜନ ପାତ୍ର
ଉପସ୍ଥିତ ଥିଲେ। ଡକ୍ଟର ସାଗର ତ୍ରିପାଠୀ ଏହି ସଚେତନତା କାର୍ଯ୍ୟକ୍ରମରେ ସେମାନଙ୍କର ମୂଲ୍ୟବାନ ସମୟ ଦେବା ପାଇଁ ସମସ୍ତ ବିଶେଷଜ୍ଞଙ୍କୁ ପ୍ରଶଂସା କରି ଧନ୍ୟବାଦ ଅର୍ପଣ କରିଥିଲେ। ମନିତା ଦାସ ଡକ୍ଟର କୋଟାଙ୍କୁ ସମାଜର ଉନ୍ନତି ପାଇଁ ଅଧିକ ବିଶେଷଜ୍ଞ ଏବଂ ଲୋକଙ୍କ ସାମିଲ କରି ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ବର୍ଷ ଆୟୋଜିତ କରିବା ପାଇଁ ଅନୁରୋଧ କରିଥିଲେ। ଶେଷରେ ଅନୈକ୍ଷା କଳାର ଉଷାରାଣୀ ମହାପାତ୍ର ଡକ୍ଟର ସୁନୀଲ କୋଟା ଏବଂ ଅନ୍ୟ ଡକ୍ଟରମାନଙ୍କୁ ସାଧୁବାଦ ଜଣାଇଥିଲେ। ବ୍ରହ୍ମପୁରରୁ ନାରାୟଣ ମହାକୁଡ଼ଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।